ଓଡ଼ିଶା ପ୍ରଦେଶ ଗାଙ୍ଗପୁର ଅଞ୍ଚଳ ଅନ୍ତର୍ଗତ ସବଡେଗାଗୁଡ଼ିର ସବଡେଗା ଗ୍ରାମରେ ଆଜି ରାଜ୍ୟ ସଭାପତି ଶ୍ରୀ ଦୀନବନ୍ଧୁ ନାୟକଙ୍କ ତତ୍ତ୍ୱାବଧାନରେ ରାଜ୍ୟ ମହାସମ୍ମିଳନୀର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁରେଶ କୁମାର ପଟେଲ ମଞ୍ଚ ପରିଚାଳନା କରିଥିବା ବେଳେ ସବଡେଗାଗୁଡ଼ି ସଭାପତି ଶ୍ରୀ ପଞ୍ଚାନନ ନାୟକ ମହାସମ୍ମିଳନୀର ଆୟବ୍ୟୟର ରିପୋର୍ଟ ଉପସ୍ଥାପନା କରିଥିଲେ। ମଞ୍ଚରେ ଗାଙ୍ଗପୁର ଅଞ୍ଚଳର ସଭାପତି ଶ୍ରୀ ଯଶୋବନ୍ତ ନାୟକ, ବାମଣ୍ଡା ଅଞ୍ଚଳର ସଭାପତି ଶ୍ରୀ ଭବାନୀ ଶଙ୍କର ନାୟକ, ଲୟଡ଼ା ଅଞ୍ଚଳର ସଭାପତି ବିନୟ କୁମାର ଚୌଧୁରୀ, ରାଜ୍ୟ ନିର୍ବାଚନ ଅଧ୍ୟକ୍ଷ ଶ୍ରୀ ଦୁର୍ଗାମାଧବ ପଟେଲ, ରାଜ୍ୟ ଉପଦେଷ୍ଟା ଶ୍ରୀ ଦିଲ୍ଲୀପ ପଟେଲ, ରାଜ୍ୟ ଯୁବ ସଭାପତି ପୀତବାସ ପଟେଲ, ଗାଙ୍ଗପୁର ଅଞ୍ଚଳ ପୂର୍ବତନ ସଭାପତି ପ୍ୟାରୀମୋହନ ପଟେଲ, ରାଜ୍ୟ ସମ୍ପାଦକ ଶ୍ରୀ ସନାତନ ନାୟକ, ଅଞ୍ଚଳ ସ୍ତରରୁ କେନ୍ଦ୍ର ଉପସଭାପତି ନରେଶ ଚନ୍ଦ୍ର ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସମାଜକୁ ଅଗ୍ରଗତି ଦିଗରେ ନେବା ପାଇଁ ସଭାରେ ବିଭିନ୍ନ ଦିଗରୁ ନେଇ ପ୍ରସ୍ତାବ ସହିତ ତାର ସମାଧାନ ସହିତ ସମ୍ବିଧାନ ସଂଶୋଧନ ଆଲୋକପାତ କରାଯାଇଥିଲା। ଅଞ୍ଚଳର ମଣ୍ଡଳ ସଭାପତି ପ୍ରଦୀପ କୁମାର ନାୟକ ଓ ସୁରେନ୍ଦ୍ର କୁମାର ପଟେଲ, ଲେଫ୍ରିପଡ଼ା ମଣ୍ଡଳ ସଭାପତି ଯୁଧିଷ୍ଠିର ଚୌଧୁରୀ, ଗୁଡ଼ି ସଭାପତି ଅଶୋକ ପଟେଲ, ଦିବ୍ୟ କୁମାର ନାୟକ, ଶ୍ରୀ ଶରତ ପଟେଲ, ଶ୍ରୀ ସୁଶୀଲ କୁମାର ନାୟକ, ଶ୍ରୀ ଉଦିତ କୁମାର ନାୟକ, ଆଞ୍ଚଳିକ ସମ୍ପାଦକ ଶ୍ରୀ ଦେବେନ୍ଦ୍ର ପଟେଲ, କୋଷାଧ୍ୟକ୍ଷ ଶ୍ରୀ ଶିବନାଥ ପଟେଲ, ବଲାଙ୍ଗୀର ଅଞ୍ଚଳର ଦିଗାମ୍ବର ନାୟକ, ବନ୍ଦଭାଲ ଅଞ୍ଚଳର ଗୁଡ଼ି ସଭାପତି ସଞ୍ଜୟ ପଟେଲ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ମତ ଉପସ୍ଥାପନା କରିଥିଲେ। ରାଜ୍ୟ ସଭାପତିଙ୍କ ଦ୍ୱାରା ସ୍ୱର୍ଗତ ମନୋଜ କୁମାର ପଟେଲଙ୍କ ଧର୍ମ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଉକ୍ତ ସେବା କାର୍ଯ୍ୟରେ ଶ୍ରୀ ଶୁଭେନ୍ଦୁ ନାୟକ, ବିଶ୍ୱଜିତ ପଟେଲ, ଶ୍ରୀ ଚୂଡ଼ାମଣି ପଟେଲ, ଶ୍ରୀ କୃଷ୍ଣଚନ୍ଦ୍ର ପଟେଲ, ଶ୍ରୀ ରାଜକୁମାର ନାୟକ, ଶ୍ରୀ ବିଶ୍ୱେଶ୍ୱର ପଟେଲ, ଶ୍ରୀ ରମାକାନ୍ତ ପଟେଲ, ଶ୍ରୀ ଭୀଷ୍ମ ଦେବ, ଆରିଗୌରୀ ନାୟକ ପ୍ରମୁଖ ସହଯୋଗ କରିଥିଲେ। ମହିଳାମାନଙ୍କ ମଧ୍ୟରେ ଶ୍ରୀମତୀ ସ୍ନିଗ୍ଧାରାଣୀ ନାୟକ, ଶ୍ରୀମତୀ କଳ୍ପନା ପଟେଲ, ଶ୍ରୀମତୀ କଳ୍ପନା ନାୟକ, ଶ୍ରୀମତୀ ଜ୍ୟୋତ୍ସ୍ନା ପଟେଲ ପ୍ରମୁଖ ଉପସ୍ଥିତ ରହିଥିଲେ। ସବଡେଗାରୁ ରାଜୁ ପଟେଲଙ୍କ ରିପୋର୍ଟ, ସନ୍ଧାନ ନ୍ୟୁଜ।